ଆସିଗଲା ବେଳେ ଦୁଷ୍ଟ ଶଙ୍ଖାସୁର ତାକୁ ଚୋରି ନେବାକୁ ବସିଥିଲା। ସେ ସମୟରେ ତୁମେ ମୀନ ଅବତାର ନେଇ ନୌକା ରୂପେ ବେଦକୁ ଉଦ୍ଧାର କରି ବ୍ରହ୍ମାଙ୍କୁ ନେଇ ଦେଇଥିଲ। ଦଶାବତାର ମଧ୍ୟରୁ ତୁମର ଏହି ପ୍ରଥମ ଅବତାର। ପ୍ରଭୁ, ତୁମର ସେହି ମୀନ ରୂପର ଜୟ ହେଉ। ଜଗଦୀଶ, ଦୁର୍ବାସାଙ୍କ ଅଭିଶାପରୁ ଇନ୍ଦ୍ର ଶ୍ରୀହୀନ ହେବାରୁ ମାତା ଲକ୍ଷ୍ମୀ ସମୁଦ୍ରରେ ଯାଇ ବାସ କଲେ। ବ୍ରହ୍ମାଙ୍କ ଉପଦେଶ କ୍ରମେ ଦେବତା ଅସୁର ମିଶି ସମୁଦ୍ର ମନ୍ଥନ କଲେ। ବାସୁକୀ ହେଲେ ମନ୍ଥନ ଦୌଡ଼ି, ଆଉ ମନ୍ଦର ପର୍ବତ ହେଲେ ମନ୍ଥନ ଦଣ୍ଡ। ହେଲେ ଦଣ୍ଡ ସ୍ଥାପିତ ହେବ କାହା ଉପରେ? ତୁମେ କଚ୍ଛପ ରୂପ ଧାରଣ କରି ମନ୍ଦର ପର୍ବତ ରୂପକ ଦଣ୍ଡକୁ ପୃଷ୍ଠରେ ଧାରଣ କଲ। ଦଶାବତାର ମଧ୍ୟରୁ ଏହା ତୁମର ଦ୍ୱିତୀୟ ଅବତାର। ପ୍ରଭୁ, ତୁମର ସେହି କଚ୍ଛପ ରୂପର ଜୟ। ହିରଣ୍ୟାକ୍ଷ ନାମକ ଦୈତ୍ୟ ବ୍ରହ୍ମାବରରେ ଭୀଷଣ ଅତ୍ୟାଚାରୀ ହୋଇ ଉଠିଥିଲା। ଦେବତାମାନଙ୍କୁ ପରାସ୍ତ କରି ସେ ପୃଥିବୀକୁ ନେଇ ପାତାଳରେ ପ୍ରବେଶ କଲେ। ଧରଣୀ ଜଳମଗ୍ନ ଥିଲା। ତୁମେ ପୌଷ ଅମାବାସ୍ୟା ବା ବକୁଳ ଅମାବାସ୍ୟା ଦିନ ବରାହ ରୂପରେ ହିରଣ୍ୟାକ୍ଷକୁ ନିପାତ କରି ପୃଥିବୀକୁ ନିଜ ଦନ୍ତ ଦ୍ୱାରା ଦଳରୁ ଉତ୍ତୋଳନ କରିଥିଲା। ଦଶାବତାର ମଧ୍ୟରୁ ଏହା ତୁମର ତୃତୀୟ ଅବତାର। ପ୍ରଭୁ, ତୁମର ସେହି ବରାହ ରୂପର ଜୟ। हे केशव, ଭକ୍ତ ପ୍ରହ୍ଲାଦର ଡାକ ଶୁଣି ତୁମେ ସ୍ତମ୍ଭରୁ ବାହାରିଥିଲ। ଅର୍ଦ୍ଧେକ ନର ଓ ଅର୍ଦ୍ଧେକ ସିଂହ। ତୁମର ସେହି ଅଦ୍ଭୁତ ଶରୀରରେ ତୁମେ ବିଶାଳ ନଖ ସାହାଯ୍ୟରେ ହିରଣ୍ୟକଶିପୁ ଅସୁରର ଶରୀର ରୂପୀ ଭ୍ରମରକୁ ବିଧାରଣ କରିଥିଲ। ଦଶାବତାର ମଧ୍ୟରୁ ତୁମର ଏହା ଚତୁର୍ଥ ଅବତାର। ହେ ଜଗଦୀଶ, ତୁମର ସେହି ନରହରି ବା ନୃସିଂହ ରୂପର ଜୟ।
ଗଠନ କରି ବଳି ରାଜାକୁ ଛଳ କପଟରେ ପ୍ରତିହତ କରିଛ। ଅତି ଦାନୀ ବୋଲି ତାଙ୍କର ଯେଉଁ ଗର୍ବ ଥିଲା ତାହା ଗଞ୍ଜନ କରିଛ। ପତିତ ପାବନୀ ଗଙ୍ଗା ତୁମ ନଖ କୋଣରୁ ଧରଣୀକୁ ବୋହି ଆସି ମର୍ତ୍ତ୍ୟମଣ୍ଡଳକୁ ପବିତ୍ର କରୁଛି। ଦଶାବତାର ମଧ୍ୟରୁ ବାମନ ରୂପ ତୁମର ପଞ୍ଚମ ଅବତାର। ତେଣୁ ହେ ଜଗନ୍ନାଥ, ତୁମର ସେହି ବାମନ ରୂପର ଜୟ ହେଉ।